କୀଚକବଧ କାବ୍ୟ ସାରଳା ମହାଭାରତର କେଉଁ ପର୍ବ ଆଧାରରେ ରଚିତ? ଉତ୍ତର ବିରାଟ ପର୍ବ। ମଙ୍ଗଳେ ଅଇଲା ଉଷା ବିକଚ ରାଜୀବ ଦୃଶା ଏହି ଲୋକପ୍ରିୟ କାବ୍ୟ ପଂକ୍ତି ତପସ୍ୱିନୀ କାବ୍ୟର କେଉଁ ସର୍ଗରେ ଅଛି? ଉତ୍ତର ଚତୁର୍ଥ। ନିମ୍ନୋକ୍ତ କବିମାନଙ୍କ ମଧ୍ୟରୁ କିଏ ଇଂରେଜମାନଙ୍କ ପାଖରୁ ରାୟବାହାଦୁର ଉପାଧି ପ୍ରାପ୍ତ ହୋଇନଥିଲେ? ଉତ୍ତର ଗଙ୍ଗାଧର ମେହେର। ନନ୍ଦକିଶୋର ବଳଙ୍କ ସୀତା ବନବାସ କାବ୍ୟ କେଉଁ କୃତିର ଆଦର୍ଶରେ ରଚିତ? ଉତ୍ତର ଉତ୍ତର ରାମଚରିତ। ନନ୍ଦକିଶୋର ବଳଙ୍କ କେଉଁ କାବ୍ୟଟି ଏକ ଐତିହାସିକ ବିଷୟକୁ ନେଇ ରଚିତ? ଉତ୍ତର କୃଷ୍ଣାକୁମାରୀ। ଏଥିମଧ୍ୟରୁ କେଉଁଟି ନନ୍ଦକିଶୋର ବଳଙ୍କର ଗୀତି କବିତା ନୁହେଁ? ଉତ୍ତର କୁସୁମମାଳା। ନନ୍ଦକିଶୋର ବଳଙ୍କ ସୀତା ବନବାସ କାବ୍ୟର ସର୍ଗ ସଂଖ୍ୟା କେତେ? ଉତ୍ତର 14। ଶର୍ମିଷ୍ଠା କାବ୍ୟର ସର୍ଗ ସଂଖ୍ୟା କେତେ? ଉତ୍ତର 11। ନିମ୍ନୋକ୍ତ କୃତି ମଧ୍ୟରୁ କେଉଁଟି ନନ୍ଦକିଶୋରଙ୍କ ଛାତ୍ର ଅବସ୍ଥାରେ ରଚିତ? ଉତ୍ତର ପଲ୍ଲୀଚିତ୍ର। ନନ୍ଦକିଶୋର କେଉଁ ଛଦ୍ମନାମରେ ସାହିତ୍ୟ ରଚନା କରିଛନ୍ତି? ଉତ୍ତର ଶ୍ରୀନ। ଦେବଯାନୀ ଯଯାତିଙ୍କ ବିବାହ ଆଖ୍ୟାକୁ ନେଇ ନନ୍ଦକିଶୋର କେଉଁ କାବ୍ୟ ରଚନା କରିଛନ୍ତି? ଉତ୍ତର ଶର୍ମିଷ୍ଠା। ଓଡ଼ିଶାର ଗ୍ରାମ୍ୟ ଜୀବନର ଜୀବନ୍ତ ଚିତ୍ର ନନ୍ଦକିଶୋରଙ୍କ କେଉଁ କବିତାରେ ପରିଲକ୍ଷିତ ହୋଇଥାଏ? ଉତ୍ତର ପଲ୍ଲୀଚିତ୍ର। ନନ୍ଦକିଶୋର ବଳଙ୍କ କେଉଁ କବିତା ସଂକଳନରେ 6 ଋତୁର ବର୍ଣ୍ଣନା ରହିଛି? ଉତ୍ତର ପଲ୍ଲୀଚିତ୍ର। ମେଘ ବରଷିଲା ଟପର ଟପର କେଶୁର ମାଇଲା ଗଜା କୋଉ ରାଇଜରେ ରହିଲି ମୋ ରଜା ତେଲିଙ୍ଗି ବାଇଦ ବଜା ଏହା ନନ୍ଦକିଶୋରଙ୍କ କେଉଁ କବିତା ଗୁଚ୍ଛରୁ ଆସିଅଛି? ଉତ୍ତର ନାନାବାୟା ଗୀତ। ଏଥିମଧ୍ୟରୁ କେଉଁଟି ନନ୍ଦକିଶୋରଙ୍କ କବିତା? ଉତ୍ତର କାକବାରତା। କସ୍ତମ୍ଭ ସହ ଖସ୍ତମ୍ଭର ଉପଯୁକ୍ତ ମେଳ ନିରୂପଣ କର। ଖସ୍ତମ୍ଭ ଖସ୍ତମ୍ଭ ଏ ସୃଷ୍ଟି ଅମୃତମୟ ହେ ମଧୁସୂଦନ ରାଓ। ମୁଁ ହାଟ ବାହୁଡ଼ା ଫକୀରମୋହନ ସେନାପତି। ଅମୃତମୟ ଗଙ୍ଗାଧର ମେହେର। ବସନ୍ତ କୋକିଳ ନନ୍ଦକିଶୋର ବଳ। କ୍ଷମା କଲେ ଝିଅ କ୍ଷମା ତ ମିଳଇ କ୍ଷମାର ନ ମିଳେ ଅନ୍ତ କ୍ଷମାର ଗ୍ରହୀତା କ୍ଷମା ଦାତା ନୁହେଁ ଏ ଭୁବନେ ଭାଗ୍ୟବନ୍ତ ଏହି କାବ୍ୟ ପଂକ୍ତି ନନ୍ଦକିଶୋରଙ୍କ କେଉଁ କାବ୍ୟରୁ ଆସିଅଛି? ଉତ୍ତର ଶର୍ମିଷ୍ଠା। କେଉଁଟି ନନ୍ଦକିଶୋର ବଳଙ୍କ ରଚନା ନୁହେଁ? ଉତ୍ତର ଧଉଳି ପାହାଡ଼। କବିଶେଖର ଭାବେ କେଉଁ ସାହିତ୍ୟିକ ପରିଚିତ? ଉତ୍ତର ଚିନ୍ତାମଣି ମହାନ୍ତି। ଚିନ୍ତାମଣି ମହାନ୍ତି ନିମ୍ନୋକ୍ତ ମଧ୍ୟରୁ କେଉଁ ପତ୍ରିକା ସହ ସଂପୃକ୍ତ ନଥିଲେ? ଉତ୍ତର ସମ୍ବଲପୁର ହିତୈଷିଣୀ। ଘୁମୁସର କାବ୍ୟର ସ୍ରଷ୍ଟା କିଏ? ଉତ୍ତର ଚିନ୍ତାମଣି ମହାନ୍ତି। ଏଥିମଧ୍ୟରୁ କେଉଁଟି ଚିନ୍ତାମଣି ମହାନ୍ତିଙ୍କ କାବ୍ୟ ନୁହେଁ? ଉତ୍ତର ସାଧନା। ଏଥିମଧ୍ୟରୁ କେଉଁଟି ଚିନ୍ତାମଣି ମହାନ୍ତିଙ୍କ କାବ୍ୟ ନୁହେଁ? ଉତ୍ତର ମେଘାସନ। ମଧୁସୂଦନ ଦାସ କେତୋଟି କବିତା ରଚନା କରିଛନ୍ତି? ଉତ୍ତର 6। ଏଥିମଧ୍ୟରୁ କେଉଁଟି ମଧୁସୂଦନ ଦାସଙ୍କ ଦ୍ୱାରା ରଚିତ? ଉତ୍ତର ସନ୍ତାନର ଉକ୍ତି। ଗୋପବନ୍ଧୁ ଦାସଙ୍କୁ କିଏ ଉତ୍କଳମଣି ଉପାଧି ପ୍ରଦାନ କରିଥିଲେ? ଉତ୍ତର ପ୍ରଫୁଲ୍ଲଚନ୍ଦ୍ର ରାୟ। ହଜାରିବାଗ ଜେଲରେ ଥିବାବେଳେ ଗୋପବନ୍ଧୁ କେଉଁ କାବ୍ୟ ରଚନା କରିଥିଲେ? ଉତ୍ତର କାରା କବିତା। ହେ ସାଥୀ ହେ ସାରଥୀ ପୁସ୍ତକଟି କେଉଁ ମହାପୁରୁଷଙ୍କ ଜୀବନୀ ଆଧାରିତ? ଉତ୍ତର ଗୋପବନ୍ଧୁ ଦାସ। ଗୋପବନ୍ଧୁ ଚତୁର୍ଥ ଶ୍ରେଣୀରେ ପଢ଼ିବା ବେଳେ ରାଧାନାଥଙ୍କୁ ସମାଲୋଚନା କରି କେଉଁ ପତ୍ରିକାରେ ଲେଖିଥିଲେ? ଉତ୍ତର ଇନ୍ଦ୍ରଧନୁ। କୋଣାର୍କ ମନ୍ଦିର ନିର୍ମାଣର କିମ୍ବଦନ୍ତୀକୁ ନେଇ ଗୋପବନ୍ଧୁ କେଉଁ ଖଣ୍ଡକାବ୍ୟ ରଚନା କରିଛନ୍ତି? ଉତ୍ତର ଧର୍ମପଦ। ସତ୍ୟବାଦୀ ବନବିଦ୍ୟାଳୟ କେବେ ପ୍ରତିଷ୍ଠା ହୋଇଥିଲା? ଉତ୍ତର 1909।
ନିମ୍ନୋକ୍ତ କୃତି ମଧ୍ୟରୁ କେଉଁଟି ଗୋପବନ୍ଧୁଙ୍କ ପ୍ରଥମ କବିତା ସଂକଳନ? ଉତ୍ତର ଅବକାଶ ଚିନ୍ତା। ଅବକାଶ ଚିନ୍ତା କବିତା ସଂକଳନରେ କେତୋଟି କବିତା ରହିଛି? ଉତ୍ତର 9। ଖ-ସ୍ତମ୍ଭ ଅବକାଶ ଚିନ୍ତା 1899। ବନ୍ଦୀର ଆତ୍ମକଥା 1923। ଧର୍ମପଦ 1924। ଗୋ-ମାହାତ୍ମ୍ୟ 1926। ବନ୍ଦୀର ଆତ୍ମକଥା କବିତା ସଂକଳନ କେଉଁ ପ୍ରେସରୁ ପ୍ରକାଶ ପାଇଥିଲା? ଉତ୍ତର ସତ୍ୟବାଦୀ ପ୍ରେସ୍। ନିମ୍ନୋକ୍ତ ମଧ୍ୟରୁ କେଉଁ କବିତା ସଂକଳନ ଗୋପବନ୍ଧୁଙ୍କ ମୃତ୍ୟୁ ପରେ ପ୍ରକାଶ ଲାଭ କରିଥିଲା? ଉତ୍ତର କାରା କବିତା। ଗୋପବନ୍ଧୁଙ୍କ ଦ୍ୱାରା ରଚିତ ଶିବରାତ୍ରି କବିତା କେଉଁ ପତ୍ରିକାରେ ପ୍ରକାଶ ପାଇଥିଲା? ଉତ୍ତର ମୁକୁର। ଗୋ ଜାତିର ଉନ୍ନତି ସାଧନ ଉଦ୍ଦେଶ୍ୟରେ ଗୋପବନ୍ଧୁ କେଉଁ କାବ୍ୟକୃତି ରଚନା କରିଥିଲେ? ଉତ୍ତର ଗୋ-ମାହାତ୍ମ୍ୟ। ନିମ୍ନୋକ୍ତ ମଧ୍ୟରୁ କେଉଁ କାବ୍ୟରେ ଗୋପବନ୍ଧୁ ଭାଗବତ ବାଣୀ ବା ନବାକ୍ଷରୀ ବୃତ୍ତର ପ୍ରୟୋଗ କରିଛନ୍ତି? ଉତ୍ତର ଗୋ-ମାହାତ୍ମ୍ୟ। କଠୋପନିଷଦର ଆଖ୍ୟାନ ଅନୁଯାୟୀ ଗୋପବନ୍ଧୁ କେଉଁ କାବ୍ୟ ରଚନା କରିଥିଲେ? ଉତ୍ତର ନଚିକେତା ଉପାଖ୍ୟାନ। ସତ୍ୟବାଦୀ ବନବିଦ୍ୟାଳୟର ହାତଲେଖା ପତ୍ରିକାର ନାମ କ'ଣ ଥିଲା? ଉତ୍ତର ବାଣୀ। ସତ୍ୟବାଦୀ ପତ୍ରିକା ପ୍ରଥମେ କେଉଁଠାରୁ ପ୍ରକାଶ ପାଇଥିଲା? ଉତ୍ତର ବ୍ରହ୍ମପୁର। ସମାଜ ପ୍ରଥମେ କେଉଁ ପତ୍ରିକା ଭାବେ ପ୍ରକାଶ ପାଉଥିଲା? ଉତ୍ତର ସାପ୍ତାହିକ। ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ପୁସ୍ତକର ସ୍ରଷ୍ଟା କିଏ? ଉତ୍ତର ସତ୍ୟବାଦୀ ତ୍ରିପାଠୀ। ମାନବ ଜୀବନ ନୁହଁଇ କେବଳ ବର୍ଷ ମାସ ଦିନ ଦଣ୍ଡ, କର୍ମେ ଯିଏ ନର କର୍ମ ଏକା ତାର ଜୀବନର ମାନଦଣ୍ଡ। ଏହା ଗୋପବନ୍ଧୁଙ୍କ କେଉଁ କବିତା ବହିରୁ ଆଗତ? ଉତ୍ତର ଧର୍ମପଦ। ମିଶୁ ମୋର ଦେହ ଏ ଦେଶ ମାଟିରେ, ଦେଶବାସୀ ଚାଲି ଯାଆନ୍ତୁ ପିଠିରେ, ଦେଶର ସ୍ୱରାଜ୍ୟ ପଥେ ଯେତେ ଗାଡ଼, ପୁରୁ ତହିଁ ପଡ଼ି ମୋର ମାଂସ ହାଡ଼। ଏହି ଉଦ୍ଧୃତିଟି ଗୋପବନ୍ଧୁଙ୍କ କେଉଁ କବିତା ବହିରୁ ଆନୀତ? ଉତ୍ତର ବନ୍ଦୀର ଆତ୍ମକଥା। ବିଶେଷ ଉତ୍କଳେ ନାହିଁ ପ୍ରୟୋଜନ, ଉତ୍କଳର ନେତା ନିଜେ ନାରାୟଣ। ଏହି ଉଦ୍ଧୃତିଟି ଗୋପବନ୍ଧୁଙ୍କ କେଉଁ କବିତା ଗ୍ରନ୍ଥରୁ ଆସିଛି? ଉତ୍ତର ବନ୍ଦୀର ଆତ୍ମକଥା। ସତ୍ୟବାଦୀ ବନବିଦ୍ୟାଳୟର ପ୍ରଥମ ପ୍ରଧାନ ଶିକ୍ଷକ କିଏ ଥିଲେ? ଉତ୍ତର ନୀଳକଣ୍ଠ ଦାସ। ନୀଳକଣ୍ଠ ଦାସ କେଉଁ ପତ୍ରିକାର ପ୍ରତିଷ୍ଠାତା ସମ୍ପାଦକ ଥିଲେ? ଉତ୍ତର ନବଭାରତ। ଓଡ଼ିଶା ସାହିତ୍ୟ ଏକାଡେମୀର ପ୍ରଥମ ସଭାପତି କିଏ ଥିଲେ? ଉତ୍ତର ନୀଳକଣ୍ଠ ଦାସ। ଟେନିସନ୍ଙ୍କ ଦ ପ୍ରିନ୍ସେସ୍ ଛାୟାରେ ନୀଳକଣ୍ଠ କେଉଁ କାବ୍ୟ ରଚନା କରିଛନ୍ତି? ଉତ୍ତର ପ୍ରଣୟିନୀ। କୋଣାର୍କେ କାବ୍ୟ କେତୋଟି ଭାଗରେ ବିଭକ୍ତ? ଉତ୍ତର 2। କୋଣାର୍କେ କାବ୍ୟର ପ୍ରଥମ ଭାଗଟି କ'ଣ? ଉତ୍ତର ରାମଚଣ୍ଡୀରେ ରାତି ଓ ସକାଳ। କୋଣାର୍କେ କାବ୍ୟର ଦ୍ୱିତୀୟ ଭାଗଟି କ'ଣ? ଉତ୍ତର ମାୟାଦେବୀ। କୋଣାର୍କେ କାବ୍ୟ କେଉଁ ମସିହାରେ ପ୍ରକାଶ ପାଇଥିଲା? ଉତ୍ତର 1919। ରାମଚଣ୍ଡୀ ଦେବୀଙ୍କ ସମ୍ବୋଧନ ନୀଳକଣ୍ଠଙ୍କ କେଉଁ କାବ୍ୟରେ ବର୍ଣ୍ଣିତ ରହିଛି? ଉତ୍ତର କୋଣାର୍କେ। ଖାରବେଳ କାବ୍ୟ କେଉଁ ମସିହାରେ ପ୍ରକାଶ ପାଇଥିଲା? ଉତ୍ତର 1920। ଧୂଷି ଚରିତ୍ର ନୀଳକଣ୍ଠଙ୍କ କେଉଁ କାବ୍ୟରେ ନାୟିକା ଭାବେ ସ୍ଥାନ ପାଇଛି? ଉତ୍ତର ଖାରବେଳ। ପ୍ରଣୟିନୀ କାବ୍ୟ କେଉଁ ମସିହାରେ ପ୍ରକାଶ ପାଇଥିଲା? ଉତ୍ତର 1919। ନୀଳକଣ୍ଠଙ୍କ ଦାସନାୟକ ନାମକ କାବ୍ୟ କେଉଁ ମସିହାରେ ପ୍ରକାଶିତ ହୋଇଥିଲା? ଉତ୍ତର 1923। ଟେନିସନ୍ଙ୍କ ଏନୋଚାର୍ଟେନ୍ କାବ୍ୟର ଅନୁବାଦରେ ନୀଳକଣ୍ଠ କେଉଁ କାବ୍ୟ ରଚନା କରିଛନ୍ତି? ଉତ୍ତର ଦାସନାୟକ। କ-ସ୍ତମ୍ଭ ସହ ଖ-ସ୍ତମ୍ଭର ଉପଯୁକ୍ତ ମେଳ କର। କ-ସ୍ତମ୍ଭ ଖ-ସ୍ତମ୍ଭ। ମେଲା ଦାସନାୟକ, ଧୂଷି ଖାରବେଳ, ମହାଶ୍ୱେତା ପ୍ରଣୟିନୀ, ଜମ୍ବୁଜେମା କୋଣାର୍କେ।
ରହ ରହ ବା ବତାସି ରହ ବରଷା ଧାରା, କୁଆଁର ପୁନିଅ ହେଉରେ ଆଜି ରଜନୀ ସାରା। ଉଠି ଆସୁ ନୀଳ ଲହରୀ ଭେଦି ତାରକା ରାଜି, ନିଶାମଣି ଶୋହୁ ଗଗନେ ମହି ମୁକୁର ମାଜି। ଏହି କାବ୍ୟ ପଂକ୍ତି କେତୋଟି ନୀଳକଣ୍ଠଙ୍କ କେଉଁ କୃତିରୁ ଆସିଛି? ଏହି କାବ୍ୟ ପଂକ୍ତି କେତୋଟି ନୀଳକଣ୍ଠଙ୍କ କେଉଁ କୃତିରୁ ଆସିଛି? ଉତ୍ତର ରାମଚଣ୍ଡୀରେ ରାତି ଓ ସକାଳ। ଘର ଛାଡ଼ି କିମ୍ପା ଯିବେ ସେ, ବୀରବାଳା ନନ୍ଦିକା। ସହକାର ଦ୍ରୁମ ଗହନେ ଭେଦି କ୍ଷୀଣ ଚନ୍ଦ୍ରିକା, କୌଶୁଲାଗଙ୍ଗ ଧଉଳି ଏହି ନୟନେ ନାଚେ, କବିଙ୍କି ସୁମରି ବିରାଗେ ମୁଖ ଫେରାଅ ପଛେ। ଏହି ଉଦ୍ଧୃତିଟି ନୀଳକଣ୍ଠଙ୍କ କେଉଁ କାବ୍ୟରୁ ଆସିଛି? ଉତ୍ତର କୋଣାର୍କେ। କେଉଁ କବି ଓଡ଼ିଆ କବିତାରେ ଗାଥା କବି ଭାବେ ଅଧିକ ଲୋକପ୍ରିୟତା ଲାଭ କରିଛନ୍ତି? ଉତ୍ତର ଗୋଦାବରୀଶ ମିଶ୍ର। ନିମ୍ନୋକ୍ତ ମଧ୍ୟରୁ କେଉଁଟି ଗୋଦାବରୀଶ ମିଶ୍ରଙ୍କ ଦ୍ୱାରା ରଚିତ ପୂର୍ଣ୍ଣାଙ୍ଗ ଗାଥା କବିତା ସଂକଳନ? ଉତ୍ତର ଆଲେଖିକା। ଆଲେଖିକା କବିତା ସଂକଳନରେ କେତୋଟି ଗାଥା କବିତା ରହିଛି? ଉତ୍ତର 10। ଏଥିମଧ୍ୟରୁ କେଉଁଟି ଗୋଦାବରୀଶ ମିଶ୍ରଙ୍କ ଦ୍ୱାରା ଅନୁବାଦିତ କୃତି? ଉତ୍ତର ଚୟନିକା। ରଚନାକାଳ କ୍ରମ ଦୃଷ୍ଟିରୁ ଗୋଦାବରୀଶ ମିଶ୍ରଙ୍କ କବିତା ଗ୍ରନ୍ଥଗୁଡ଼ିକୁ ସଜାଇ ରଖ। ଉତ୍ତର ଚୟନିକା, କଳିକା, କିଶଳୟ, ଆଲେଖିକା। ଆଲେଖିକା କବିତା ସଂକଳନ କେଉଁ ମସିହାରେ ପ୍ରକାଶ ପାଇଥିଲା? ଉତ୍ତର 1923। ଏଥିମଧ୍ୟରୁ କେଉଁଟି ଗୋଦାବରୀଶ ମିଶ୍ରଙ୍କ କୃତି ନୁହେଁ? ଉତ୍ତର ପ୍ରଭାତ କୁସୁମ। ଗୋଦାବରୀଶଙ୍କ କାଳିଜାଈ କବିତା କେଉଁ କବିତା ସଂକଳନରୁ ଆଗତ? ଉତ୍ତର ଆଲେଖିକା। ଏଥିମଧ୍ୟରୁ କେଉଁଟି ଗୋଦାବରୀଶ ମିଶ୍ରଙ୍କ କବିତା ସଂକଳନ? ଉତ୍ତର କବିତା ଚୟନ। ବଡ଼ ହୀନିମାନ ଆମ ଘର ଦଶା, ଶୁଣିଲେ ଫାଟଇ ବୁକୁ। ଚଉଖଣ୍ଡ ହୋଇ ଓଡ଼ିଶା ଦେଶ ଲୋ, ପଡ଼ି ହୁଏ ଦୁକୁ ଦୁକୁ। ଏହା ଗୋଦାବରୀଶ ମିଶ୍ରଙ୍କ କେଉଁ କବିତା ସଂକଳନରୁ ଆନୀତ? ଉତ୍ତର ଆଲେଖିକା। ପ୍ରୀତି ତ ଯାତନା ମୋର ଦେହି ହୃଦେ, ତାପଇ ସନ୍ତାପ ଭାରେ। କି ବିଷ କଣିକା ଭୁଲାଇ ଯିବ ସେ, ଏ ବିଶ୍ୱ ପିୟୁଷ ଧାରେ। ଏହା ଗୋଦାବରୀଶ ମିଶ୍ରଙ୍କ କେଉଁ କବିତାରୁ ଆସିଛି? ଉତ୍ତର ପ୍ରୀତି ତ୍ୟାଗ। ତୁଙ୍ଗ ଶିଖରୀ ଚୂଳ, କୁଞ୍ଜ କାନନ ମାଳ କବିତାର କବି କିଏ? ଉତ୍ତର ଗୋଦାବରୀଶ ମିଶ୍ର। ନିମ୍ନୋକ୍ତ କୃତି ମଧ୍ୟରୁ କେଉଁଟି ପଦ୍ମଚରଣ ପଟ୍ଟନାୟକଙ୍କ କବିତା ସଂକଳନ? ଉତ୍ତର ଆଶା ମଞ୍ଜରୀ। ପଦ୍ମ ପାଖୁଡ଼ା କବିତା ସଂକଳନର କବି କିଏ? ଉତ୍ତର ପଦ୍ମଚରଣ ପଟ୍ଟନାୟକ। ଧଉଳି ପାହାଡ଼ କେଉଁ ଧରଣର କବିତା? ଉତ୍ତର ଜାତୀୟତାବାଦୀ। ଏଥିମଧ୍ୟରୁ କେଉଁଟି ପଦ୍ମଚରଣଙ୍କ କବିତା ନୁହେଁ? ଉତ୍ତର ଯୌବନ ଗାଥା। କି ଭୂମିରେ ଆଜି ଦେଲି ମୋର ପାଦ, କି କଲି କେଡ଼େ ଅପରାଧ। ସେ ଯେ ଭୂମି ନୁହେଁ ଏହି କ୍ଷୁଦ୍ର ସ୍ଥାନ, କେତେ ଦିନର ଏ ଗୌରବ ଶ୍ମଶାନ। ଏହା ପଦ୍ମଚରଣଙ୍କ କେଉଁ କବିତାରୁ ଆସିଅଛି? ଉତ୍ତର ଖୋରଧା ପ୍ରଥମ ଦର୍ଶନେ। ସ୍ୱର୍ଣ୍ଣରେଣୁ ପତ୍ରିକାର ସମ୍ପାଦକ କିଏ ଥିଲେ? ଉତ୍ତର ପଦ୍ମଚରଣ ପଟ୍ଟନାୟକ। କ ସ୍ତମ୍ଭର ସୃଷ୍ଟି ସହ ଖ ସ୍ତମ୍ଭର ସ୍ରଷ୍ଟାଙ୍କୁ ମିଳାଅ। କ ସ୍ତମ୍ଭ ଖ ସ୍ତମ୍ଭ। ଉତ୍କଳ ବୀଣା ବାଞ୍ଛାନିଧି ମହାନ୍ତି, ମୋହନ ବଂଶୀ ବୀରକିଶୋର ଦାସ, ସୂର୍ଯ୍ୟମୁଖୀ ପଦ୍ମଚରଣ ପଟ୍ଟନାୟକ। ଜୀବନ ସଙ୍ଗୀତ ଲକ୍ଷ୍ମୀକାନ୍ତ ମହାପାତ୍ର। ଲକ୍ଷ୍ମୀକାନ୍ତ ମହାପାତ୍ର କେଉଁ ପତ୍ରିକାର ପ୍ରତିଷ୍ଠାତା ଓ ସମ୍ପାଦକ ଥିଲେ? ଉତ୍ତର ଡଗର। ଚଟକ ଚନ୍ଦ୍ରହାସ ଚମ୍ପୁର ସ୍ରଷ୍ଟା କିଏ? ଉତ୍ତର ଲକ୍ଷ୍ମୀକାନ୍ତ ମହାପାତ୍ର। ଚଟକ ଚନ୍ଦ୍ରହାସ ଚମ୍ପୁ କେଉଁ ଧରଣର ରଚନା? ଉତ୍ତର ଲାଳିକା। ଜୀବନ ସଙ୍ଗୀତର କବି କିଏ? ଉତ୍ତର ଲକ୍ଷ୍ମୀକାନ୍ତ ମହାପାତ୍ର। ବନ୍ଦେ ଉତ୍କଳ ଜନନୀ କେଉଁ ମସିହାରେ ରଚନା କରାଯାଇଥିଲା? ଉତ୍ତର 1912। କହ କେଉଁ ଜାତି ପାଇଛି ମୁକତି, କହି କରି ହାରି ହୁରି ଗୁହାରି। ଏହି ଲୋକପ୍ରିୟ କବିତାର ସ୍ରଷ୍ଟା କିଏ? ଉତ୍ତର ବାଞ୍ଛାନିଧି ମହାନ୍ତି।
କେଉଁ କବି ଜାତୀୟ କବି ଭାବେ ଓଡ଼ିଶାରେ ପରିଚିତ? ଉତ୍ତର ବୀରକିଶୋର ଦାସ। ଏଥିମଧ୍ୟରୁ କେଉଁଟି ବୀରକିଶୋର ଦାସଙ୍କ ରଚନା ନୁହେଁ? ଉତ୍ତର ପ୍ରଭାତ କୁସୁମ। ବୀରକିଶୋର ଦାସଙ୍କ କେଉଁ କାବ୍ୟ ଲବଣ ସତ୍ୟାଗ୍ରହ ଆନ୍ଦୋଳନ ପୃଷ୍ଠଭୂମିରେ ରଚିତ? ଉତ୍ତର ବିଦ୍ରୋହ ବୀଣା। ହରିଜନମାନଙ୍କ ଉନ୍ନତିକରଣ ପରିପ୍ରେକ୍ଷୀରେ ରଚିତ ବୀରକିଶୋରଙ୍କ ସଂସ୍କାରଧର୍ମୀ କାବ୍ୟର ନାମ କ'ଣ? ଉତ୍ତର ସବୁଜ ସାଥୀ। ଗୋଦାବରୀଶ ମହାପାତ୍ରଙ୍କ ରଚିତ ପ୍ରଥମ କାବ୍ୟର ନାମ କ'ଣ? ଉତ୍ତର ବାଣପୁର। କେଉଁ କବିତା ସଂକଳନ ପାଇଁ ଗୋଦାବରୀଶ ମହାପାତ୍ର ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଛନ୍ତି? ଉତ୍ତର କଣ୍ଟା ଓ ଫୁଲ। କେଉଁ କବିତା ସଂକଳନ ପାଇଁ ଗୋଦାବରୀଶ ମହାପାତ୍ର କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଥିଲେ? ଉତ୍ତର ବଙ୍କା ଓ ସିଧା। ହେ ମୋର କଲମ କବିତାର କବି କିଏ? ଉତ୍ତର ଗୋଦାବରୀଶ ମହାପାତ୍ର। ଏଥିମଧ୍ୟରୁ କେଉଁଟି ଗୋଦାବରୀଶ ମହାପାତ୍ରଙ୍କ କବିତା ନୁହେଁ? ଉତ୍ତର ଅରଣଦୁନ୍ଦୁଭି। କ ସ୍ତମ୍ଭର ସୃଷ୍ଟି ସହ ଖ ସ୍ତମ୍ଭର ସ୍ରଷ୍ଟାଙ୍କୁ ମିଳାଅ। କ ସ୍ତମ୍ଭ ଖ ସ୍ତମ୍ଭ। ହେ ମୋର କଲମ ଗୋଦାବରୀଶ ମହାପାତ୍ର। ଖୋରଧା ପ୍ରଥମ ଦର୍ଶନେ ପଦ୍ମଚରଣ ପଟ୍ଟନାୟକ। ଜୀବନ ସଙ୍ଗୀତ ଲକ୍ଷ୍ମୀକାନ୍ତ ମହାପାତ୍ର। ଉଚ୍ଛ୍ୱାସ କୁନ୍ତଳା କୁମାରୀ ସାବତ। ଏଥିମଧ୍ୟରୁ କେଉଁଟି ଗୋଦାବରୀଶ ମହାପାତ୍ରଙ୍କ କବିତା? ଉତ୍ତର ହାଣ୍ଡିଶାଳର ବିପ୍ଳବ।